ହାଲେଲୁୟା ହାଲେଲୁୟା। ମା ମାନଙ୍କୁ ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। Thank you. Very good, very good. ଯେଉଁ ଜୀବନରେ ମା ନାହାନ୍ତି ସେ ଜୀବନ ଜୀବନ ନାହିଁ। ଯେଉଁ ଗୃହରେ ମା ଶବ୍ଦ ଉଚ୍ଚାରଣ ହେଉନାହିଁ ସେ ଗୃହ ଗୃହ ପରି ରୁହେ ନାହିଁ। ଯେଉଁ ଜୀବନ ମାଙ୍କୁ ପାଇଛି ସେ ଧନ୍ୟ ମାନେ ଧନ୍ୟ ହୋଇଛି। ମା ଯଦି ଅଛି ଗୃହର ସବୁ ରୂପରେଖା ପରିବର୍ତ୍ତନ ହୋଇଯାଏ। ଗୃହକୁ ସଜାଡ଼ିବା ପାଇଁ ମାଙ୍କର ଅବଦାନ ଅତୁଳନୀୟ ଅଟେ। ଯଦି ମା ଅଛନ୍ତି ଭାତ ହାଣ୍ଡି ଥାଉ କି ନଥାଉ କିଛି ଆବଶ୍ୟକ ନାହିଁ। Praise the Lord. Praise the Lord. That is the power of ଆମ ଗେଲା ମାଙ୍କ ପାଇଁ ତାଳି ହଉ। ବାସ୍ତବରେ କି ସୃଷ୍ଟି ପରମେଶ୍ୱରଙ୍କର ଗୋଟେ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ। ମା ମନେକର ନଥାନ୍ତେ ଗଲା ଜୀବନ ଜୀବନ ପରି ଲାଗିନଥାନ୍ତା। ଆମ ମା still ଆମ ସହିତ ଯଦି କଲରେ କଥା ହେବେ ମିନିମମ୍ ଅଧଘଣ୍ଟା କଥା ହେବେ ମିନିମମ୍। ଆଉ ଅଧଘଣ୍ଟା ପରେ ମୋ ମା ରହୁଛି ବୋଲି କହିଲେ ସେ ଆଉ ଗୋଟେ 10-15 ମିନିଟ୍ କଥା ହେବେ ତାପରେ ରଖିବେ। ତାଠୁ ରଖିନଥିବେ ଶେଷରେ ଆଉ ପଚାରିବେ ଭଲ ଅଛ କି ବାବୁ। That is mom. Praise the Lord. Praise the Lord. ପ୍ରଭୁଙ୍କ ଲୋକମାନେ ବହୁତ କଷ୍ଟ ସେତେବେଳେ ଲାଗେ। ପଦେ ଶୁଣନ୍ତୁ ମୋ ମା ମାନେ ସ୍ପେଶାଲ ଆପଣମାନଙ୍କ ପାଇଁ ପଦେ କହୁଛି। ବହୁତ ଦୁଃଖ ଲାଗେ ବହୁତ କଷ୍ଟ ଲାଗେ ଲୋକମାନଙ୍କର ବା ପରିବାରର ଯେତେ ଭାଇ ଭଉଣୀ ମାନେ ରୁହନ୍ତି ଏଇ ମା ମାନଙ୍କୁ ଅନେକ ସମୟରେ ବୁଝନ୍ତି ନାହିଁ। ବହୁତ ବ୍ୟସ୍ତ ରହିଯାନ୍ତି କାମରେ କାର୍ଯ୍ୟକ୍ଷେତ୍ରରେ। ସତେ ଯେପରି ମା ଗୋଟିଏ ଦାସୀ ଅଟେ। କିନ୍ତୁ ମୁଁ କହିବା ପାଇଁ ଚାହେଁ ମା ଦାସୀ ନୁହନ୍ତି ମା ମା ଅଟନ୍ତି। ଆମେ କହିପାରିବା କି ପ୍ରିୟ ଭାଇ ଭଉଣୀ ମାନେ ଯୁବା ଭାଇ ଭଉଣୀ ମାନେ ମୁଁ ମୋର ମାଙ୍କୁ ଜମା ଦୁଃଖ ଦେଉନାହିଁ। ମୁଁ ବିଲକୁଲ କହିପାରିବା ସମସ୍ୟା ନାହିଁ। ଟିକେ ସ୍ମରଣ କଲେ ବହୁତ ବେଦନା ଭିତରେ ହୁଏ। ଆକ୍ଚୁଆଲି ମା ମୋ ପାଇଁ କରିଛନ୍ତି କଣ? ନିଶ୍ଚୟ ଚିନ୍ତା କରନ୍ତୁ। ଯେତେ ଯୁବକ ଭାଇ ଭଉଣୀ ମାନେ ଇଭେନ୍ ହୁଏତ ଆପଣମାନଙ୍କୁ ଖରାପ ଲାଗିବ ବାପା ମାନେ ମଧ୍ୟ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ। ମୋ ସ୍ତ୍ରୀଙ୍କର ଅବଦାନ ମୋ ମାଙ୍କର ଅବଦାନ ମୋ ପ୍ରତି କଣ? ଯଦି ଚିନ୍ତା କରିବେ ଆପଣ ଶବ୍ଦ ପାଇବେ ନାହିଁ ତାକୁ କଣ କହିବା ପାଇଁ। ଯେଉଁଦିନ ପରମେଶ୍ୱରଙ୍କ ମହା ଅନୁଗ୍ରହରୁ ସେ ଗର୍ଭ ଧାରଣ କରନ୍ତି ମୁଁ ତ ଶୁଣିଛି ଅନୁଭୂତି ହାଲକା ଫୁଲକା ଅଛି ରିସେଣ୍ଟଲି ଛୁଆଟେ ହେଇଛି ବୋଲି। ଅନେକ ମାସ ଯାଏ ଭମିଟିଂ କରନ୍ତି। ଭାଇମାନେ ଟିକେ କାନ ଖୋଲି ଶୁଣିବେ। ଯେଉଁମାନେ ଭୁଲି ଯାଆନ୍ତି ସ୍ତ୍ରୀ ଅଛି ବୋଲି your money has no value if you have no love for your better half. କିଛି ଲାଭ ନାହିଁ। ସେ ତାକୁ ଟିକେ ଗୋଟିଏ ଦିନ ତା ବିନା ବଞ୍ଚି ଦେଖନ୍ତୁ ତ। ଯେଉଁଦିନ ଠାରୁ ମା ଗର୍ଭରେ ଧାରଣ କରନ୍ତି ଛୁଆକୁ ସେଇଦିନ ଠାରୁ ଏତେ କଷ୍ଟ ଆଜ୍ଞା ଆପଣ ଏକ୍ସପ୍ଲେନ କରିପାରିବେ ନାହିଁ ସେ କଷ୍ଟକୁ। ଆଉ ଆମେ ପୁଅମାନେ ତାକୁ ଅନୁଭବ କରିବା ଠାରୁ ବହୁତ ଦୂରରେ। এটা দুর্ভাগ্য কি সৌভাগ্য জানি না। কিন্তু ଦୟାକରି ଟିକେ ଏକାନ୍ତରେ ବସନ୍ତୁ। କେବେ ଗୋଟିଏ ଦିନ ବସନ୍ତୁ। ମୁଁ ଏହା କରୁଛି ବୋଲି କହୁଛି। ଯେଉଁଦିନ ଠାରୁ ସେ ଗର୍ଭବତୀ ହୁଅନ୍ତି ସେଇଦିନ ଠାରୁ ମାସ ମାସ ପ୍ରତି କ୍ଷଣ ବିତିବା ତାଙ୍କ ପାଇଁ କାଠିକର ପାତ୍ରଟି। ପ୍ରତି କ୍ଷଣ ପଏଣ୍ଟସ ଟୁ ବି ନଟ୍। ମାନେ ଖାଉଥିବେ ବାନ୍ତି କରୁଥିବେ ଖାଉଥିବେ ବାନ୍ତି କରୁଥିବେ। କଣ ଏଟା? ଶୁଣ ଯେତେ ପୁଅ ଝିଅ ମାନେ ଅଛ
ଆପଣମାନେ ଯଦି ଅନୁମତି ଦେବେ ମୁଁ ଆସିବି ଜୁହାର ମୁଣ୍ଡିଆ ମାରିଦେବି ପଛକେ ଦୟାକରି ମାଆକୁ ଦୁଃଖ ଦିଅନି ନାଇଁ ଦୁଃଖ ଦେବାକୁ ଇଚ୍ଛା ସୈତାନକୁ ହିଁ ଦିଅ ଆଉ ମାଆକୁ ଦିଅନି ଆଜି ଗୋଟେ ମୁହୂର୍ତ୍ତ ପାଇଁ ଚିନ୍ତା କରିବେ ଦୟାକରି ଘରକୁ ଯାଆନ୍ତୁ ମା ମୋ ପାଇଁ କଣ କରିଛନ୍ତି କିଛି ମାସ ଗଲା ପରେ ଗର୍ଭର ମା ଏପଟ ସାଇଡ୍ ହେଇପାରିବେ ନାହିଁ କି ସେପଟ ସାଇଡ୍ ହେଇପାରିବେ ନାହିଁ ଚିନ୍ତା କରନ୍ତୁ କାହା ପାଇଁ ଆମ ପାଇଁ ସେ ହେଉଛନ୍ତି ମା ସବୁ ଜିନିଷ ଖାଇପାରିବେ ନାହିଁ ଆଉ ତାଙ୍କୁ ସେଇ ସମୟରେ ବହୁତ ଇଚ୍ଛା ମଧ୍ୟ ହେଉଥିବ ଦେଖନ୍ତୁ ମଣିଷ ଭିତରେ ମଣିଷକୁ ଧରି କି କଷ୍ଟ ସେ ମାଙ୍କୁ ଆମେ କଣ ସତରେ ପ୍ରେମ କରୁଛୁ ନା ଖାଲି ଅଳି କରିକି ରହୁଛୁ ପଚାରନ୍ତୁ ନିଶ୍ଚୟ ପଚାରନ୍ତୁ ମା ଶବ୍ଦ ଯେଉଁମାନଙ୍କର ମୁଁ ଦୁଃଖରେ କହିବା ପାଇଁ ଚାହୁଁଛି ଯେଉଁମାନଙ୍କ ଜୀବନରେ ସେ ସୌଭାଗ୍ୟ ଚାଲି ଯାଇଛି ସେମାନଙ୍କୁ ପଚାରି ନେବେ କଣ ହରାଇଛନ୍ତି ସେ ଆଜି ସୁଯୋଗ ଅଛି ମାଙ୍କୁ ଟିକେ ଜାଣନ୍ତି ଆମେ ଆମ ପରିବାରର ପ୍ରତ୍ୟେକ ଷ୍ଟିଲ୍ ମାଙ୍କୁ ଗେଲ କରୁ ଷ୍ଟିଲ୍ ଆପଣମାନେ କରୁଛନ୍ତି ବୋଲି ମୁଁ ଆଶା କରୁଛି ସବୁଠାରୁ ବହୁତ ଡିଜର୍ଭ କରନ୍ତି ସେ ଗେଲ ପାଇବାର ଆଦର ପାଇବାର ସମ୍ମାନ ପାଇବାର ମାକୁ ଟିକେ ଗାଲ ଧରନ୍ତୁ ଟିକେ ଗେଲ କରନ୍ତୁ ଟିକେ ଚାବୁଡ଼ି ଧରନ୍ତୁ let her feel that you are there for her ତାକୁ ଟିକେ ଅନୁଭବ କରିବା ପାଇଁ ଦିଅନ୍ତୁ କି ମୋ ପୁଅ ଅଛି ମୋର ଝିଅ ମୋ ସହିତ ଅଛି ସେ ମୋ ପାଇଁ ଚିନ୍ତା କରୁଛି ଜାଣନ୍ତି ମାର ମାଇଣ୍ଡରେ ପୁଅ ଝିଅ ଛଡ଼ା ଆଉ କିଛି ନଥାଏ ବୋଲି ଆମେ ନିଶ୍ଚୟ କହିପାରିବା ପୁଅ ନହେଲେ ଝିଅ ପୁଅ ନହେଲେ ଝିଅ ଆଉ କିଛି ନଥାଏ ଆଉ କିଛି ନାହିଁ ଆଉ ଏ ପୁଅ ଝିଅ ମା ବାପାକୁ ଛାଡ଼ି ବାକି ସବୁ ଥାଏ ତା ଜୀବନରେ ଦେଖ ଦୟାକରି ସେମିତି ହୁଅନ୍ତୁ ନାହିଁ ଦୟାକରି ସେମିତି ହୁଅନ୍ତୁ ନାହିଁ ମାଆକୁ ହୃଦୟ ଟିକେ ବୁଝନ୍ତୁ ଏମିତି ପେନ୍ ହୁଏ ଆଜ୍ଞା ଗର୍ଭ ବେଦନା ସମୟରେ ନିଜକୁ ଟିକେ ସେ ସ୍ଥାନରେ ରଖନ୍ତୁ ଏହା କୌଣସି ନୂତନ କଥା ନୁହଁ ପୁରାତନ କଥା କିନ୍ତୁ ଜୀବନରେ ଆମେ ଏହାକୁ କେତେ ଆପ୍ଲାଏ କରିଛେ କେତେ ବୁଝିଛେ ପ୍ରଭୁଙ୍କ ଲୋକମାନେ ଧନ୍ୟ ଆମ ଜୀବନ ଆମମାନଙ୍କ ଜୀବନରେ ମାଆକୁ ପ୍ରଭୁ ଦେଇଛନ୍ତି ଆଜି ଛଡ଼ା ଆମେ ଗୋଟେ ନିଷ୍ପତ୍ତି ନେବା କି ମୁଁ ମୋର ମାଆକୁ ଦୁଃଖ ଦେବି ନାହିଁ ଦେବି ନାହିଁ ଦେବି ନାହିଁ ମା ଯେତେବେଳେ ଖୁସି ହୋଇଯାନ୍ତି ଓ ସେ ଘରେ ମଜା ଆସିଯାଏ ମା ଯେତେବେଳେ ଦୁଃଖ ହେଇଯାନ୍ତି ଘର ଅନ୍ଧକାର ଠାରୁ ମଧ୍ୟ ଖରାପ ପରିସ୍ଥିତି ହେଇଯାଏ ମାଆକୁ ଗନ୍ଧାନ୍ତୁ ନାହିଁ ବାପା ମାନଙ୍କୁ ମଧ୍ୟ ଅନୁରୋଧ ଭାବନ୍ତୁ ଆପଣଙ୍କ ପୁଅଟି କହୁଛି ବୋଲି ଅନୁରୋଧ କରୁଛି ମା ମାନଙ୍କୁ ଗନ୍ଧାନ୍ତୁ ନାହିଁ ମା ମାନଙ୍କୁ ଦୁଃଖ ଦିଅନ୍ତୁ ନାହିଁ ଆଉ ମା ମାନଙ୍କୁ ବୋଧେ କହୁଛି ହୁଏତ ଆପଣଙ୍କୁ କେହି ବୁଝୁନଥିବେ କିଛି କଥା ନାହିଁ କିଛି କଥା ନାହିଁ ମଣିଷ କେବେ ମଣିଷକୁ ବୁଝନ୍ତି ନାହିଁ ଆପଣଙ୍କ ଗୁରୁ ଯୀଶୁଙ୍କୁ କେହି ବୁଝିନାହାନ୍ତି ଧନ୍ୟ ସେ ପରିବାର ଯେଉଁ ପରିବାର ଖ୍ରୀଷ୍ଟଙ୍କର ଆଚରଣକୁ ଆପଣାଇଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ଯଦି ଆପଣ ଏପରି ପରିବାର ମଧ୍ୟରେ ଅଛନ୍ତି ଆପଣଙ୍କ ସ୍ୱାମୀ ଆପଣଙ୍କୁ ବୁଝୁନାହାନ୍ତି ଯଦି ଆପଣଙ୍କ ପୁଅ ଝିଅ ଆପଣଙ୍କୁ ବୁଝୁନାହାନ୍ତି ମୁଁ କହିବା ପାଇଁ ଚାହେଁ ଏନକରେଜ କରି କହିବା ପାଇଁ ଚାହେଁ ଯେ ଆପଣଙ୍କୁ ଆପଣ ହସ୍ତରେ ଗଢ଼ିଛନ୍ତି ସେ ଆଜି ମଧ୍ୟ ଜୀବିତ ଅଟନ୍ତି ତାଙ୍କ ଦୃଷ୍ଟି ଆଜି ମଧ୍ୟ ଆପଣଙ୍କ ପ୍ରତି ଅଛି ଆଉ ସେ ଆପଣଙ୍କୁ ଛାଡ଼ି ନାହାନ୍ତି କି ଛାଡ଼ି ପାରିବେ ନାହିଁ ତାଙ୍କ ଦୃଷ୍ଟି ନିତ୍ୟ ଆପଣମାନଙ୍କ ପ୍ରତି ରଖିଛନ୍ତି ତାଙ୍କ ହସ୍ତ ପାପୁଲିରେ ଆପଣଙ୍କ ନାମ ସେ ରଖିଛନ୍ତି ହଁ ମନୁଷ୍ୟ ଆପଣଙ୍କ ଘରେ ଥିବେ କିନ୍ତୁ ସେ ମନୁଷ୍ୟ ହୋଇଥିବା ସକାଶୁ ହୁଏତ ଆପଣଙ୍କୁ ବୁଝିପାରୁନଥିବେ କିନ୍ତୁ ପରମେଶ୍ୱର ଯିଏକି ଆପଣଙ୍କର ପ୍ରକୃତ ସ୍ୱାମୀ ଅଟନ୍ତି ସେ ସର୍ବଦା ଆପଣଙ୍କ ସହିତ ଅଛନ୍ତି
ଥରେ ମନର କଥା ନିଜର ପ୍ରକୃତ ସ୍ୱାମୀକୁ ଜଣେଇ ଦିଅନ୍ତୁ ଆଜ୍ଞା, ସେ ନିରବ ରହିପାରିବେ ନାହିଁ। ହାନା କାନ୍ଦୁଥିଲା। ଲୋକ ଦେଖି ଭାବିଲେ ମଦ ପିଇ ଦେଇଛି। କେମିତି ଲାଗିଥିବ ଭାବନ୍ତୁ। ଦୁଃଖ ସକାଶ କାନ୍ଦୁଛି ଝିଅଟେ। ମହାଶୟ ଚିନ୍ତା କରୁଛନ୍ତି ପିଇ ଦେଇଛି। ଲୋକେ ଆପଣଙ୍କୁ ମଧ୍ୟ ବୁଝିବେ ନାହିଁ। କିଛି କଥା ନାହିଁ। ସମୟ ନାହିଁ, ମୁଁ ବହୁତ କହିବି ଭାବୁଥିଲି। ଆପଣମାନଙ୍କ ପାଇଁ ମୁଁ ପଦେ ବୋଲିବି, ଶୁଣିବେ? ଚକ୍ଷୁ ଟିକେ ବନ୍ଦ କରନ୍ତୁ। ଚକ୍ଷୁ ବନ୍ଦ କରନ୍ତୁ। ଏଇ ଗୀତକୁ ସବୁବେଳେ ମନେ ରଖନ୍ତୁ। ହାଲେଲୁୟା। ସବୁ ସେ ଦେଖନ୍ତି, ସବୁ ସେ ଜାଣନ୍ତି, କେବେ ତୁ ଭାବିନା ସେ ଭୁଲି ଯାଆନ୍ତି ତାଙ୍କ ସମୟରେ। ସବୁ ସେ କରନ୍ତି ତୁମର ଲାଗି ଆସିଛନ୍ତି, କ୍ରୁଶେ ପ୍ରାଣ ଦେଇଛନ୍ତି। ଆବଶ୍ୟକ କି ନ ଦେବେ, ଆବଶ୍ୟକ କି ନ ଦେବେ, ଆପଣଙ୍କ ଅନ୍ତରର ବେଦନା, ମନର ଯୋଉ ଦୁଃଖ ରହିଛି ପରିବାର ପାଇଁ, ପୁଅ ଝିଅଙ୍କ ପାଇଁ, ନିଜ ଶରୀର ପାଇଁ, ସ୍ୱାମୀଙ୍କ ପାଇଁ, ମୁଁ ଗୋଟିଏ କଥା ଆପଣଙ୍କ ମନରେ ଇଞ୍ଜେକ୍ଟ କରିବା ପାଇଁ ବହୁତ ଚାହୁଁଛି। ଏହାକୁ ଗ୍ରହଣ କରନ୍ତୁ। ଯେତେବେଳେ ଏକ ବ୍ୟକ୍ତି ଧରାପୃଷ୍ଠରେ ଅନ୍ତରର ବେଦନା ଧରାପୃଷ୍ଠର ସୃଷ୍ଟିକର୍ତ୍ତାଙ୍କ ନିକଟରେ ଢାଳିଦିଏ, ସେତେବେଳେ ମାଲିକ ନୀରବ ରହିନପାରନ୍ତି। ସେଦିନ ହାଗାରର ସବୁ ଆଶା ଚାଲି ଯାଇଥିଲା, କିନ୍ତୁ ସେ ରବ ଶୁଣିଲେ। ସେ ପ୍ରାର୍ଥନା ଶ୍ରବଣକାରୀ ଅଟନ୍ତି। ପୁଣି ଥରେ ସେ ଅନ୍ଧକାରମୟ ପରିସ୍ଥିତିରେ ଆଲୋକ ଉଦିତ ହେଲା। ଯେଉଁଠାରେ ଜଳ ସରି ଯାଇଥିଲା, ସେଠାରେ ଜଳ ସ୍ରୋତକୁ ସେ ପୁଣି ଥରେ ତିଆରି କରିପାରିଲେ। ସେ ପରମେଶ୍ୱର ଆଜି ମଧ୍ୟ ଅଛନ୍ତି। ମା ମାନେ ପ୍ଲିଜ ନିରାଶ ହୁଅନ୍ତୁ ନାହିଁ, ଦୁଃଖରେ ହୁଅନ୍ତୁ ନାହିଁ। ମନର ସବୁ କଥା ଗୋଟି ଗୋଟି କରି ଆପଣଙ୍କର ପ୍ରକୃତ ସ୍ୱାମୀ ମହାମହିମ ପରମେଶ୍ୱରଙ୍କ ନିକଟରେ ଦେଇ ଦିଅନ୍ତୁ। ଯେ ତାଙ୍କ ଠାରେ ଭରସା କରନ୍ତି, ସେ କେବେ ଲଜ୍ଜିତ ହୋଇ ନାହିଁ କି ହେବ ନାହିଁ। ପ୍ରଭୁ ଆପଣମାନଙ୍କୁ ବାହୁଲ୍ୟ ମାତ୍ରାରେ